रूपं तत्पुरीं मधुरीं गुष्टावटिं राधाकुण्डं गिरिवरमहे राधिका माधवं सिंह रक्तेजस्य प्रतितं कृपया श्रीगुरुतं तस्मै गुरुवे गौरचन्द्राय राधिकायै कृष्णाय कृष्णभगताय तद्भगताय नमो नमः। हरे कृष्ण। ଆପଣମାନଙ୍କୁ ମୋର ଏଇ ଧାରାବାହିକ ଗୀତା ସଂସାରର ସ୍ୱାଗତ। ଗତ ସପ୍ତାହରେ ପୁନରାବୃତ୍ତି ହେଇସାରିଛି କି ଆମେ ଚର୍ଚ୍ଚା କରିଥିଲୁ ଶ୍ଲୋକ ନମ୍ବର 22ରେ ଭଗବାନ କହୁଛନ୍ତି ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହଣାତି ନରୋତ୍ତରାଣି ତଥା ଶରୀରାଣି ବିହାୟ ଜୀର୍ଣ୍ଣାନି ଅନ୍ୟାନି ସଂଜାତି ନବାନି ଦେହି। କେବଳ କିଭଳି ଭାବରେ ଜଣେ ବ୍ୟକ୍ତି ପୁରୁଣା ବସ୍ତ୍ରକୁ ଯେଭଳି ତ୍ୟାଗ କରି ଠିକ୍ ସେଇଭଳି କେମିତି ନୂଆ ବସ୍ତ୍ର ପ୍ରାପ୍ତ ହୁଏ। ଏଠି ଆମେ ଆଉ କିଛି ଉଦାହରଣ ସହିତ ତାକୁ ଦେଖିବା। ଯେମିତି ଗତରେ କହିଥିଲୁ ସମସ୍ତେ ଗୋଟେ ଉଦାହରଣ ଦେବେ, ଗୋଟେ ଉଦାହରଣ ଦେଖିବା। ଯେଭଳି ଆମେ ଗୋଟେ କାରଟେ ଅଛି, କାର ସିଟ୍ଟେ ଯେଟା ଛିଣ୍ଡି ଯାଉଛି, ଆମେ କ'ଣ କରୁଛୁ? ସିଟ୍ଟେ ପରିବର୍ତ୍ତନ କରିଦେଉଛୁ। କିନ୍ତୁ ଆମେ ସେମ୍ ରହୁଛୁ। କାର ଚଲେଇବା ଲୋକ ସେମ୍ ରହୁଛନ୍ତି ନା। କାଲି ଗାଡ଼ିଟେ ଖରାପ ହେଇଯାଉଛି, ଅନେକ ବର୍ଷ ପରେ, 20 ବର୍ଷ 25 ବର୍ଷ ପରେ କାରଟେ ଖରାପ ହେଇଯାଉଛି, ଆମେ କ'ଣ କରୁଛୁ? ପୁଣି ନୂତନ କାରଟେ କିଣୁଛୁ। କିନ୍ତୁ ଆମେ ସେମ୍ ବ୍ୟକ୍ତି ରହିଛୁ। ଠିକ୍ ସେଇଭଳି ଯେତେବେଳେ ଏ ଶରୀର କ'ଣ ହଉଛି, ଧୀରେ ଧୀରେ ତାର ସମୟ ଶେଷ ହେଇଯାଉଛି, ଏକ୍ସପାୟରି ଡେଟ୍, ଆମେ କ'ଣ କରୁଛୁ? ଆଉ ଗୋଟେ ନୂତନ ଶରୀର ପ୍ରାପ୍ତ ହଉଛୁ। ତ ଏଥିରେ ଦୁଃଖୀ ହେବାର କିଛି କାରଣ ଅଛି? କିଛି କାରଣ ଅଛି? କିଛି କାରଣ ନାହିଁ। କାହିଁକି? ଆମେ ପୁରୁଣା ଜିନିଷଟେ ଛାଡ଼ି ନୂଆ ଜିନିଷଟେ ପାଉଛୁ। କି ସେ ନୂଆ ଜିନିଷ କେଉଁ ହିସାବରେ ମିଳିବ? ଯଦି ଆମେ ଭୁବନେଶ୍ୱରରୁ ହାଉଡ଼ା ଯିବା, ଆମ ପାଖରେ ଯଦି 100 ଟଙ୍କା ଦେଇ ଟିକେଟ୍ କାଟିବୁ, ଆମେ ଜେନେରାଲ ଟିକେଟରେ ଯିବୁ। ଆମେ ଯଦି 500 ଟଙ୍କା ଦେବୁ, ଆମେ ଚେୟାର କାରରେ ଯିବୁ। 1000 ଟଙ୍କା ଦେଲେ ଥାର୍ଡ ଏସିରେ ଯିବୁ। 5000 ଟଙ୍କା ଦେଲେ ଫ୍ଲାଇଟ୍ରେ ଯିବୁ। ଆମେ ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରିବୁ, ସେଇ ହିସାବରେ ଆମେ ସୁବିଧା ପ୍ରାପ୍ତ ହେବୁ। ଠିକ୍ ସେଇଭଳି ଏ ଶରୀର ଥିବା ସମୟରେ ଆମେ ଯେଉଁ ପ୍ରକାର କର୍ମ କରିବା, ସେଇ କର୍ମ ଅନୁସାରେ ଆମକୁ ଶରୀର ପ୍ରାପ୍ତ ହେବା। ଆମେ ଯଦି ଆଧ୍ୟାତ୍ମିକ କାର୍ଯ୍ୟ କରିବା, ଆମକୁ ଆଧ୍ୟାତ୍ମିକ ଶରୀର ମିଳିବ। ଆମେ ଯଦି ଜଡ଼ କାର୍ଯ୍ୟ କରିବା, ଜଡ଼ ଶରୀର ମିଳିବ। ଆମେ ଯଦି ଭୌତିକ ଜଗତ ଭୋଗ କରିବା ପାଇଁ ଚାହିଁବା, ଆମେ ଭୌତିକ ଶରୀର ଭଗବାନ ପ୍ରଦାନ କରିବେ। ଆମେ 100 ଟଙ୍କା ଟିକେଟ୍ କିଣିବା, ଜେନେରାଲ ଡବାରେ ଯିବା। ଯଦି ଆମେ ଭଲ କାର୍ଯ୍ୟ କରିବା, ଭକ୍ତିମୂଳକ କାର୍ଯ୍ୟ କରିବା, ତାହେଲେ କ'ଣ ହବ? ଭଗବାନ ଆମକୁ ଫ୍ଲାଇଟ୍ ଟିକେଟ୍ ମିଳେ। କ'ଣ? ଆଧ୍ୟାତ୍ମିକ ଶରୀର। ଏ ଶ୍ଲୋକରେ ପ୍ରଭୁପାଦଜୀ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, କହିଥିଲେ ପଢ଼ିବା ପାଇଁ। ସମସ୍ତେ ପଢ଼ିଛନ୍ତି ଏହାର। ଏବେ ଏଥିରେ ଏ ଶ୍ଲୋକରେ ଗୋଟେ ସୁନ୍ଦର, ଆମେ କଥା ହେଇଥିଲୁ 6ଟି ପରିବର୍ତ୍ତନ ଆପଣ ଚର୍ଚ୍ଚା କରିଛନ୍ତି ୟା ପୂର୍ବରୁ ଶ୍ଲୋକରେ। କେମିତି ଏ ଜଡ଼ ଦେହ ଆତ୍ମା କ'ଣ? ଜନ୍ମ ଆଉ ବିନାଶ। ଜନ୍ମ ଆମେ ଆଗାମୀ ଶ୍ଲୋକରେ ଆମେ ଦେଖିବା। ନୈନಂ ଛିନ୍ଦନ୍ତି ଶସ୍ତ୍ରାଣି ନୈନಂ ଦହତି ପାବକ ନା ଚୈନಂ କ୍ଲେଦୟନ୍ତପ ନା ଶୋଷୟତି ମହାରତା। ଆତ୍ମାକୁ କୌଣସି ଅସ୍ତ୍ର ଶସ୍ତ୍ର କାଟି ପାରିବ ନାହିଁ, ଅଗ୍ନି ପୋଡ଼ି ପାରିବ ନାହିଁ, ଜଳ ବୁଡ଼େଇ ପାରିବ ନାହିଁ, କିମ୍ବା ବାୟୁ ଶୁଷ୍କ କରିପାରିବ ନାହିଁ। ଏଠି ବର୍ଣ୍ଣନା କରାଯାଉଛି କେମିତି कि आत्मा को कौन सी प्रकार अस्त्र शस्त्र द्वारा
ତାକୁ ନଷ୍ଟ କରାଯାଇପାରିବ ନାହିଁ। କାହିଁକି ଆମେ ବର୍ତ୍ତମାନ କୋଉ ଅସ୍ତ୍ର ସହିତ ଦେଖୁଛୁ କି ସୂକ୍ଷ୍ମ ଆଉ ସ୍ଥୂଳ ପୂର୍ବରୁ ବୈଦିକ ସମୟରେ ସୂକ୍ଷ୍ମ ଶସ୍ତ୍ର ବ୍ୟବହାର ହେଉଥିଲା। ଜଳାସ୍ତ୍ର, ଅଗ୍ନି ଅସ୍ତ୍ର, ବାୟୁ ଅସ୍ତ୍ର। କିନ୍ତୁ ବର୍ତ୍ତମାନ ମଡର୍ଣ୍ଣ ସାଇନ୍ସ, ଆଧୁନିକ ବିଜ୍ଞାନରେ କେବଳ ପରମାଣୁ ବମ୍ ରହିଛି, ପରମାଣୁ ଅସ୍ତ୍ର, ଯୋଉଟାକି ଅଗ୍ନି ଅସ୍ତ୍ର। କିନ୍ତୁ ୟା ମାନେ ନୁହଁ, ଏଠି ବୈଜ୍ଞାନିକ ମାନଙ୍କର ଭୁଲ ଧାରଣା ରହିଛି ଯେ ଅନ୍ୟ ଲୋକର ଶରୀର ନାହିଁ। ପ୍ରଭୁପାଦ ମହାରାଜ ଦେଉଛନ୍ତି ସମସ୍ତ ପ୍ରକାର ଅସ୍ତ୍ର, ଖଣ୍ଡା, ତଳଗ୍ନି, ବର୍ଷା, ଝଡ଼ବତ ଆଦି କେହି ହେଲେ ବି ଅଣୁ ଆତ୍ମାକୁ ମାରିପାରିବେ। ଏଥିରୁ ଜଣାଯାଉଛି ଯେ ଖିତ୍ ଅବ ତେଜ, ମରୁତ, ବ୍ୟାମ ଆଦି ପ୍ରସ୍ତୁତ ଅନେକ ପ୍ରକାର ଅସ୍ତ୍ର ଥିଲା। ତ ପ୍ରଭୁପାଦ କହୁଛନ୍ତି କି ଏଠି ସବୁ ପ୍ରକାର ଅସ୍ତ୍ର ଥିଲା। ଜଳାସ୍ତ୍ର ଥିଲା, ବାୟୁ ଅସ୍ତ୍ର ଥିଲା, ଅଗ୍ନି ଅସ୍ତ୍ର ଥିଲା। କିନ୍ତୁ ଯେହେତୁ ଆମେ ଦେଖିପାରୁନୁ ବୋଲି ୟା ମାନେ ଯାହା ଉପସ୍ଥିତ ନଥିଲା। କିନ୍ତୁ ଏସବୁ ମଧ୍ୟ ଆତ୍ମାକୁ ନଷ୍ଟ କରିପାରିବ ନାହିଁ। ସମସ୍ତ ପ୍ରକାର ବୈଜ୍ଞାନିକ ଉଦ୍ଭାବନ ସତ୍ତ୍ୱେ ଅଣୁଆତ୍ମ ଖଣ୍ଡ ଖଣ୍ଡ କରି କଟାଯାଇପାରିବ ନାହିଁ କିମ୍ବା କୌଣସି ଅସ୍ତ୍ର ସାହାଯ୍ୟ ଧ୍ୱଂସ କରାଯାଇପାରିବ ନାହିଁ। କି ଆତ୍ମାକୁ କଦାପି କୌଣସି ସ୍ଥିତିରେ ନଷ୍ଟ କରାଯାଇପାରିବ ନାହିଁ। କିନ୍ତୁ ତାହେଲେ ଏଠି ଅର୍ଜୁନଙ୍କର ଦୁଃଖ କରିବାର କାରଣ ବିଷୟ ଭଗବାନ କହୁଛି, ଆରେ ତୁମେ କଣ ପାଇଁ ଦୁଃଖ କରୁଛ? ତମେ ଯୋଉ ଆଗାମୀ ଶ୍ଲୋକରେ ଭଗବାନ କହିବେ, ଆମେ ଦେଖିବା 24ତମ ଶ୍ଲୋକରେ କଣ କହୁଛନ୍ତି ଭଗବାନ। अच्छेदेय मदाह्यय म्लक्लेदेय शिष्यैव च नित्य सर्वगतस्ताणु प्रचलयन् सनातनः। ଏହି ଆତ୍ମା ବା ଜୀବାତ୍ମା ଅଛେଦ୍ୟ ଏବଂ ଅକ୍ଲେଦ୍ୟ, ଅର୍ଥାତ୍ ଏହାକୁ ଖଣ୍ଡ ଖଣ୍ଡ କରି କଟାଯାଇପାରିବ ନାହିଁ କିମ୍ବା ପାଣିରେ ବୁଡ଼ାଇ ଦିଆଯାଇପାରିବ ନାହିଁ। ଏଣୁ ଏହାକୁ ପୋଡ଼ି ଦିଆଯାଇପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇପାରିବ ନାହିଁ। ଏହା ଚିରନ୍ତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ସ୍ଥାଣୁ ଏବଂ ଶାଶ୍ୱତ ଭାବେ ଏକ ପ୍ରକାର ଅଟେ। ତଟି 23ତମ ଶ୍ଲୋକରେ 24ତମ ଶ୍ଲୋକରେ ଭଗବାନ ଏଠି କହୁଛନ୍ତି କିଭଳି ଭାବରେ କି ଆତ୍ମାର ସ୍ଥିତି କେମିତି କି ଆତ୍ମାକୁ କୌଣସି ସ୍ଥିତିରେ ବି କି ଜୀବାତ୍ମା ଅଛେଦ୍ୟ, ତାକୁ ଛେଦନ କରାଯାଇପାରିବ ନାହିଁ। ଆଉ କଣ ଏଠି ଗୋଟେ ଶବ୍ଦ କରାଯାଇଛି ସର୍ବଗତ। ଏ ଶବ୍ଦ ନିତ୍ୟ ସର୍ବଗତ ସ୍ଥାନ, कि आत्मा सर्वव्यापी, कि ये आत्मा सर्वत्र विद्यमान अछंती। कहीं केमिति सर्वत्र विद्यमान? गोटे जीवाणु मध्य से आत्मा रही, गोटे मनीष मध्य, किंतु से आत्मा अलग, आम सेम व्यक्ति न कि सर्वगत आत्मा सर्वत्र विद्यमान, किंतु तंकर आम एक न गोटे मायावाद सिद्धांत बुझा पड़े। मायावाद कौन आम एक भगवान सहित ना केमिति एक पार? आर गोटे पिंपुड़ी शरीर आम शरीर सेम कि ना? किंतु तार आत्मा अलग, आत्मा सर्वगत सब जगह आत्मा उपस्थित रही, किंतु सी अलग आत्मा, आम अलग आत्मा। ये उदाहरण देखा केमिति गोटे दुईटी पंखा रही, गोटे बड़ पंखा, गोटे छोट पंखा, गोटे मिशा लगुच ना हेलिकप्टर फैन सब। जदि आउ छोट पंखा तो गोटे कैंडल रही, आ से बड़ पंखा तो गोटे अग्निकुंड रही विशाल बड़ा, तो बड़ पंखाटे चलने कौन हम से अग्नि को जलई दब अग्निकुंड, छोट पंखा तो बुझीज। भगवान परमात्मा रूप सर्वत्र विद्यमान, आम आत्मा रूप
गोटे जगह विद्यमान किंतु आत्मार अनेक प्रकार स्थिति रही जमी ए श्लोक आ गोटे कथा कि देखा कि आत्मार स्थिति कौन कि आत्मा को पानी रे बुड़ाई दि जापर यहाँ पोड़ी दि जापर स्थाणु एवं शाश्वत एक प्रकार यार प्रकार एक है कौन प्रकार कि ये परमात्मा का अंश ई सर्वत्र अग्नि रे मध्य रही जमी तुम देख पानी रे किए रही माछ रही से कौन भूमि रही पार ना अग्नि मध्य जमी प्रभुपाद ग्रंथ रे गोटे बही अच्छी लाइफ कम्स फ्रॉम लाइफ से प्रभुपाद महाराज वर्णन कर कि सूर्य लोक मनुष्य उपस्थित रही जीवर कि कौन जीव कथा कह आम भाई जीव तार शरीर अलग जे भली पानी रे जो जीव रोचे तार शरीर गठन अलग जे हवारे उड़ू तार शरीर गठन अलग गोटे बैक्टेरिया तार शरीर गठन केमी अलग आम शरीर गठन अलग से माने डिफरेंट विभिन्न प्रकार शरीर को ग्रहण करते किंतु तब किए देखिपर तो स्पेसिफिक कहीं आम देखिपार आत्मा को आम ये प्रश्न अनेक प्रश्न मुझे आत्मा को देखिपार ना क्या देखिए आत्मा को आत्मा किए देखिए आम जड़ चक्षु कौन देखिपर जड़ वस्तु को देखिपर किंतु आत्मा कौन चिन्मय वस्तु आत्मा चिन्मय वस्तु आम से जड़ वस्तु ये जड़ चक्षु चिन्मय को देखिपर जदि आम रक्त कणिका मध्य जीवाणु को देखिपारूना कौन देख स्पेसिफिक आमको माइक्रोस्कोप दरकार हम देखिए ठीक से भाई आमर जदि आमे जदि आत्मा को देखिए चाहूँ के जान पड़ो जे आत्मा चिन्मय चिन्मय स्थिति को जान जापर केमी जानिबा आमे आचार्य मान द्वारा कि आचार्य मानकर शिक्षा द्वारा एवं परंपरा प्राप्तम एवं राजस्व ये परंपरा आसुव ज्ञान द्वारा आम या जापर ना आम आम निज बुद्धि द्वारा लगेगा आम कदापि जापर प्रभुपाद जी महाराज लिखुं एठ सर्वगत शब्द शब्द बड़ अर्थ कारण भगवान सृष्टि सर्वत्र जीवात्मा भरपूर होती एथिरे कौन सन्देह नहीं से जल स्थल आकाश पृथ्वी एपरिक अग्नि मध्य अच्छा से अग्नि पोड़ी शुद्ध हो जाती ए जो विश्वास ता ग्रहणीय नुहे कारण एठार परिष्कार कहुचे आत्मा अग्नि पोड़ी हो पार ना मायावाद खंडन कर कि अग्नि पोड़ी शुद्ध अरे अग्नि शुद्ध हम आत्मा तो पोड़ी पारे या पूर्व श्लोक कहते भगवान नैनम दहती पावक अग्नि आत्मा को पोड़ा जापर ना जला जापर ना कहीं आत्मा चिन्मय वस्तु को जमी अनेक समय गोटे कुधारणा रही आम भर कौन कि जगन्नाथ जिते कृष्ण को जरासवर बाण मारला कृष्ण को जलागला कृष्णकर शरीर जलिला नहीं अरे कृष्ण के शरीर चिन्मय कहीं आम आम जड़ बुद्धि द्वारा आम देखुचु ना कृष्ण के शरीर मध्य जड़ा भगवान के शरीर मध्य जड़ा ना चिन्मय शरीर 25 नंबर श्लोक देखिए अभक्तयमचिन्ताय मविज्ञाय च मच्यते तस्मादेव विदिक्तैनं नानुशोचितमर्हसि
କୁହାଯାଇଛି ଯେ ଆତ୍ମା ଅବ୍ୟକ୍ତ, ଅପ୍ରକଟ, ଅଚିନ୍ତ, ଅପରିବର୍ତ୍ତନ ଏବଂ ଅଚଳ ବା ସ୍ଥିର ଅଟେ। ଏ କଥା ଜାଣି ତୁମେ ଶରୀର ପାଇଁ ଦୁଃଖ କରିବା ଉଚିତ ନୁହଁ। ତ ତିନୋଟି ଜିନିଷ କଥା କୁହାଯାଇଛି। ଆତ୍ମାର ତିନୋଟି ସ୍ଥିତି କେମିତି? ଅଚିନ୍ତ୍ୟ, ଅପରିବର୍ତ୍ତନୀୟ ଆଉ ଅବ୍ୟକ୍ତ। ପ୍ରଥମ କହୁଛି ଅବ୍ୟକ୍ତ, କି ଆତ୍ମାକୁ ଆମେ ଆମର ନିଜର ଅବ୍ୟକ୍ତ ତାକୁ ଆମେ ବୁଝିପାରୁନୁ। କାହିଁକି ବୁଝିପାରୁନୁ? ପ୍ରଭୁପାଦ ମହାରାଜ କହୁଛନ୍ତି ପୂର୍ବରୁ ବର୍ଣ୍ଣିତ ଯେ ଆତ୍ମା ଅତି କ୍ଷୁଦ୍ର ବା ଅତି ସୂକ୍ଷ୍ମ। ଆତ୍ମାର ସାଇଜ କେତେ? ଏବେ ଚର୍ଚ୍ଚା କଲୁ। କେଶସ୍ୟ ଅଗ୍ରଭାଗସ୍ୟ, ଏଇ କେଶର ଅଗ୍ରଭାଗର ଅଂଶ 10,000 ଭାଗ କଲେ ଗୋଟିଏ ଭାଗ। ଆଉ କଣ ତାପରେ କହୁଛନ୍ତି? ତେଣୁ ଆମେ କୌଣସି ଭୌତିକ ଜନ ସାହାଯ୍ୟ ଏପରି ଅତି ଶକ୍ତି ଅଣୁବୀକ୍ଷଣ ଜନ ସାହାଯ୍ୟ ତାକୁ ଦେଖିପାରିବା ନାହିଁ। କୌଣସି ମାଇକ୍ରୋସ୍କୋପ ସାହାଯ୍ୟରେ ତାକୁ ଦେଖିପାରିବା। ଏ ପୂର୍ବ ଚର୍ଚ୍ଚା କଲୁ। ଯେହେତୁ ଆତ୍ମା ଚିନ୍ମୟ, ଆମେ ଜଡ଼, ଆମେ ଜଡ଼ ଚକ୍ଷୁ ତାକୁ ଦେଖିପାରିବୁ ନାହିଁ। କିନ୍ତୁ କେମିତି ଜାଣିପାରିବୁ? ଏଠି ତିନି ପ୍ରକାର ପ୍ରମାଣ ବିଷୟରେ କୁହାଯାଉଛି। କଣ? ଅନୁମାନ ପ୍ରମାଣ। ଆମେ ଅନୁମାନ କରିପାରିବା କି ଆତ୍ମା ଏମିତି। ଯେମିତି ଆଉ ଗୋଟେ ପ୍ରତ୍ୟକ୍ଷ ପ୍ରମାଣ, ଆଉ ଗୋଟେ ଶବ୍ଦ ପ୍ରମାଣ। ଏ ତିନୋଟି ପ୍ରମାଣ ରହିଛି। ପ୍ରତ୍ୟକ୍ଷ ଯୋଉଟା ଆମେ ନିଜ ଆଖିରେ ଦେଖିବା, ଅନୁମାନ ପ୍ରମାଣ ଯୋଉଟା ଆମେ ଅନୁମାନ ଲଗେଇବା, ଗୋଟେ ଶବ୍ଦ ପ୍ରମାଣ। ଏଠୁ ଉଦାହରଣ ଆମେ ଦେଖିବା, ଗୋଟେ ପିଲା ସେ ତାର ବାସ୍ତୁ ତାର ପିତା କିଏ ଜାଣିବା ପାଇଁ ଚାହିଁବ, ଅନୁମାନ ଲଗେଇ ପାରିବ? ପ୍ରତ୍ୟକ୍ଷ ଦେଖିପାରିବ କି ମୋର ପିତା କିଏ? ଜାଣିପାରିବନି, ସମ୍ଭବ ନୁହଁ। ଅନୁମାନ ଲଗେଇବ କିଏ? ଜଡ଼ ବିଜ୍ଞାନ ଡିଏନଏ ଟେଷ୍ଟ କରିବ। ଜଡ଼ ବିଜ୍ଞାନ ହିସାବରେ ଡିଏନଏ ଟେଷ୍ଟ କରିବ ମୋ ପିତା କିଏ। ଏ ଡିଏନଏ ଟେଷ୍ଟ କରୁ କେତେ ସମୟ ଲାଗିଯିବ? ଏ ସମଗ୍ର ବିଶ୍ୱରେ 700 କୋଟି ମଣିଷ ଅଛନ୍ତି। ତାହେଲେ ତ ଅଲମୋଷ୍ଟ 50% ପୁରୁଷ ଅଛନ୍ତି। ଯେ ସେ এই 700 350 କୋଟି ଲୋକଙ୍କର ଡିଏନଏ ଟେଷ୍ଟ କରିବ, କଣ ହବ? କେତେ ବର୍ଷ ଲାଗିଯିବ? ପ୍ରାୟ କୁହାଯାଉଛି 800 ବର୍ଷ ଲାଗିଯିବ ଡିଏନଏ ଟେଷ୍ଟ କରିବ। ପୁଣି ସିଏ ବି କମ ସେ କମ 200 ଲୋକଙ୍କର ପାଇବ ସେମ୍ ଡିଏନଏ। ତ ତାର ପିତା କିଏ ଜାଣିପାରିବ? ସବୁଠୁ ବେଷ୍ଟ ଉପାୟ କଣ? ତା ମାଆକୁ ପଚାରିଦବା କି ମୋର ପିତା କିଏ। ବୁଝିପାରିଲେ ନା? ଅନୁମାନ ପ୍ରମାଣ ଆଉ ପ୍ରତ୍ୟକ୍ଷ। ପ୍ରତ୍ୟକ୍ଷ ପ୍ରମାଣ ତ ସମ୍ଭବ ନୁହଁ। ଅନୁମାନ ପ୍ରମାଣ ବି ସେୟା ଦେଖିଲୁ। ଏଠି କଣ? ଶବ୍ଦ ପ୍ରମାଣ। ଏଠି ପ୍ରଭୁପାଦ ଆଉ କି ତା ମା। ହେଠୁ ପ୍ରଭୁପାଦ ଲେଖି ବୈଜ୍ଞାନିକ ଗବେଷଣା ସାହାଯ୍ୟ କେହି ପ୍ରତିପାଦନ କରିବେ ତାହା କେବଳ ଶ୍ରୁତି ପ୍ରମାଣ ବୈଜ୍ଞାନିକ ସାହାଯ୍ୟରେ ହିଁ ପ୍ରମାଣ କରାଯାଇପାରେ। ଆମର ଏହି ସିଦ୍ଧାନ୍ତ ଗ୍ରହଣ କରିବାକୁ ପଡ଼ିବ ଯେ କାରଣ ଅନ୍ୟ କୌଣସି ଉପାୟରେ ଆତ୍ମାର ଅସ୍ତିତ୍ୱ କଥା ପ୍ରମାଣ କରାଯାଇନପାରେ। ଯଦିଓ ଏହା ଏକ ପ୍ରତିପାଦ୍ୟ ବିଷୟ ତଥା ଶ୍ରୁତି ପ୍ରମାଣ ବିନା ଅନ୍ୟ ପ୍ରକାର ଏହାକୁ ବୁଝାଇ ପାରିବ ନାହିଁ। ଏହାକୁ ଶାସ୍ତ୍ର ଦ୍ୱାରା ହିଁ, ସେ ବେଦ ମାତା, ଶ୍ରୁତି ଦ୍ୱାରା, ଶାସ୍ତ୍ର ଦ୍ୱାରା ହିଁ ବୁଝାଯାଇ ପାରିବ କି ବାସ୍ତବିକ ଆତ୍ମାର ସ୍ଥିତି କଣ, ଆତ୍ମାର ସାଇଜ କେମିତି। ସେଥିପାଇଁ ପ୍ରଥମ କଣ ଦେଖିଲୁ ଆମେ? ଅବ୍ୟକ୍ତ, ତାପରେ ଅଚିନ୍ତ୍ୟ। ଇଏ ଆମର ସ୍ପେକୁଲେସନ। ଆମେ ଟିକେ ଫ୍ରଗ ଇନ୍ ଦ ୱେଲ୍। ପ୍ରଭୁପାଦ ସୁନ୍ଦର କାହାଣୀ କହନ୍ତି, ଫ୍ରଗ ଇନ୍ ଦ ୱେଲ୍। ଯେମିତି ଗୋଟେ କୂଅରେ ଗୋଟେ ବେଙ୍ଗ ଥିଲା। ସେ ବେଙ୍ଗ ଆଉ ଜଣେ ବେଙ୍ଗ ଆସିଲା, କହିଲା ରେ ଜାଣିଛୁ ବାହାରେ ପ୍ରଶାନ୍ତ ମହାସାଗରରେ ସୁନାମି ଆସୁଛି। ପ୍ରଶାନ୍ତ ମହାସାଗର ନା କେତେ, ନା କେତେ ଗଭୀର ଜାଣିଛୁ? ନା କେତେ ଗଭୀର? ଆମେ ଯେଠୁ ଚାରିଆଠୁ ଗଭୀର ହେଇଥିବ ନା। ସେ ବେଙ୍ଗ ଗୋଟେ ଫୁଲିଗଲା, ଆଉ ଟିକେ ଗଭୀର, ଆଉ ଟିକେ ବଡ଼, ଆଉ ଟିକେ ବଡ଼, ଆଉ ଟିକେ ବଡ଼, ଏମିତି ବେଙ୍ଗ ଫାଟିଗଲା। ଏ କହୁଛି ଫ୍ରଗ ଇନ୍ ଦ ୱେଲ୍। ଆମେ ୟାକୁ ଆମର ବୁଦ୍ଧି ଦ୍ୱାରା ବୁଝିପାରିବୁ ନାହିଁ।
ଅଚିନ୍ତ୍ୟ, ଆମର ଚିନ୍ତାର ବାହିରେ। ତାପରେ ରହିଛି କଣ? ଅପରିବର୍ତ୍ତନୀୟ। ଏ ଆତ୍ମାର ସ୍ଥିତି କଦାପି ପରିବର୍ତ୍ତନ ହୁଏ ନା। ଅପରିବର୍ତ୍ତନୀୟ। କାହିଁକି? ଏ ଶରୀର ପରିବର୍ତ୍ତନୀୟ। କେମିତି? ଏ ଶରୀର ସଦା ସର୍ବଦା 6ଟି ପରିବର୍ତ୍ତନ ଦେଇ ଗତି କରୁଛି ନା। କଣ କଣ? କି ଜନ୍ମ ଅଛି, ମାତୃଗର୍ଭରେ ଜନ୍ମ ହବ, ତାପରେ କିଛି କାଳ ପାଇଁ ରହିବ, ତା ବୃଦ୍ଧି ହବ, ଉତ୍ପାଦନ କରିବ, କ୍ଷୟ ହବ ଏବଂ ବିନାଶ ହେଇଯିବ। ଏ ଶରୀର 6 ପ୍ରକାର ପରିବର୍ତ୍ତନ ସହ ଗତି କରୁଛି। କିନ୍ତୁ ଆତ୍ମା କଣ? ଅପରିବର୍ତ୍ତନୀୟ। ଶରୀର ପରିବର୍ତ୍ତନ କେମିତି? କୌମାର ଯୌବନମ୍ ଜରା। କୌମାର ଯୌବନମ୍ ଜରା। ଇ ସଦା ଶରୀର ପରିବର୍ତ୍ତନଶୀଳ, କିନ୍ତୁ ଆତ୍ମା ଅପରିବର୍ତ୍ତନୀୟ। କେମିତି? ଆମେ ଦେଖିବା, ୟା ପୂର୍ବରୁ ହୁଏତ ଯେଉଁମାନେ ବାୟୋଲୋଜି ଷ୍ଟୁଡେଣ୍ଟ ସେମାନେ ଜାଣିଥିବେ ମ୍ୟୁଟେସନ କଣ। କି ଗୋଟେ ସେଲର ପରିବର୍ତ୍ତନ, କିନ୍ତୁ ଆମେ ମୋଷ୍ଟଲି କରୋନା ସମୟରେ ଜାଣିଥିଲେ ମ୍ୟୁଟେସନ। କେମିତି? ଗୋଟେ ଭେରିଏସନ ଚେଞ୍ଜ ହେଉଛି ନା, କହିଲେ ନା, ଇଏ କରୋନା ପିରିୟଡ଼ ଆସିଲା, ଇଏ ମ୍ୟୁଟେସନ ହେଲା, ଚେଞ୍ଜ ହେଇଗଲା, କି ସେଥିରେ କିଞ୍ଚିତ ପରିବର୍ତ୍ତନ। କିନ୍ତୁ ଆତ୍ମାର କୌଣସି ସ୍ଥିତିରେ ପରିବର୍ତ୍ତନ ହୁଏ ନାହିଁ। ଏଥିପାଇଁ ମାୟାବାଦ ସିଦ୍ଧାନ୍ତ ମଧ୍ୟ ବୁଝିପାରିବା। କି ଅନେକ ମାୟାବାଦ କହନ୍ତି ଯେ ନା, ଆତ୍ମା ମଧ୍ୟ ଖାଲି ପରମାତ୍ମା ସ୍ଥିତିକୁ ପ୍ରାପ୍ତ ହେଇପାରିବ, ସେ ତ ମାୟାରୁ ମୁକ୍ତ ହେଇଯିବ, ସେ ପରମାତ୍ମା ସ୍ଥିତି ପ୍ରାପ୍ତ ହେଇପାରିବ। କିନ୍ତୁ ଏଠି କଣ କହୁଛି? ଆତ୍ମା ଅପରିବର୍ତ୍ତନୀୟ। ଆତ୍ମାର ସ୍ଥିତି କଦାପି ପରିବର୍ତ୍ତନ ହେଇପାରିବ ନାହିଁ। ବୁଝିପାରୁଛନ୍ତି? ଆତ୍ମାର ସ୍ଥିତି କଦାପି ପରିବର୍ତ୍ତନ ହେଇପାରିବ ନାହିଁ। ଏହା ହଉଛି ଅପରିବର୍ତ୍ତନୀୟ। ସେଇଥିପାଇଁ ଅନେକ ଲୋକ କହନ୍ତି, ଦେଖ, ତମେ ଏଇ ମନ୍ତ୍ର ଜପ କର, ତମେ ପରମାତ୍ମା ସ୍ଥିତିକୁ ପ୍ରାପ୍ତ ହେଇଯିବ, ତମେ ଭଗବାନ ହେଇଯିବ, କୁହନ୍ତି ଅନେକ ଲୋକ। କିନ୍ତୁ ଏଥିରୁ ବୁଝାଯିବ ଯେ କଦାପି ଆତ୍ମା ଅପରିବର୍ତ୍ତନୀୟ। ଆତ୍ମାର ସ୍ଥିତି କଦାପି ପରିବର୍ତ୍ତନ ହେଇପାରିବ ନାହିଁ। ତମେ 26 ଶ୍ଲୋକ ଯିବା। अथ चैनं नित्यजातं नित्यवामनस्येमृतं तथापि त्वं महाबाहो नैनं शोचितुमर्हसि। हे महापराक्रमशाली, ଯଦି ତୁମେ ଭାବ ଯେ ଆତ୍ମା ବରାବର ଜନ୍ମ ହେଉଛି ଓ ମରୁଛି, ତଥାପି ତୁମର ଦୁଃଖର କାରଣ କିଛି ନାହିଁ। ଏଟା କୃଷ୍ଣ କହୁଛନ୍ତି, ଆରେ ଯଦି ତମେ ଯଦି ଭାବୁଛ, ଠିକ ଅଛି, ଏଠି ଶୂନ୍ୟବାଦ ଭଗବାନ କହୁଛନ୍ତି। କି ଯେ ଶୂନ୍ୟବାଦ କଣ? ଠିକ ଅଛି, ଆମେ ଜନ୍ମ ହେଇଛୁ, ଆମେ ମରିଯିବୁ, ଆତ୍ମା ବୋଲି କିଛି ନାହିଁ, କ୍ୟାରି ଫରୱାର୍ଡ କିଛି ହବ ନା। ଏଠୁ ଶୂନ୍ୟରୁ ଆସିଥିଲୁ, ଶୂନ୍ୟରେ ଆମେ ଲୀନ ହେଇଯିବୁ, ବାସ୍। ତ ଏଇଭଳି ସିଦ୍ଧାନ୍ତକୁ ଏଠୁ ବୈଭଷିକ ସିଦ୍ଧାନ୍ତ ବୋଲି କୁହାଯାଏ। ବୈଭଷିକ ସିଦ୍ଧାନ୍ତ, ଯୋଉଥିରେ କଣ କି ବ୍ୟକ୍ତି ଜନ୍ମ ହବ, ମୃତ୍ୟୁ ହେଇଗଲେ ତାର ଆଉ କିଛି ନାହିଁ, ଆଉ ଥରେ ଜନ୍ମ ହବ, ଜନ୍ମ ଜନ୍ମ ମୃତ୍ୟୁ ଜନ୍ମ ଜନ୍ମ ମୃତ୍ୟୁ ଜନ୍ମ ଜନ୍ମ ମୃତ୍ୟୁ ଜନ୍ମ। ଏ କୁହାଯାଏ ବୈଭଷିକ ସିଦ୍ଧାନ୍ତ। ତ ଭଗବାନ ଏଠି କହୁଛନ୍ତି, ଠିକ ଅଛି, ତମେ ଯଦି ଭାବୁଛ କି ମାନେ ମରିଯିବେ, ତାହେଲେ ଠିକ ଅଛି, କିନ୍ତୁ ଆଉ ଗୋଟେ ଶରୀର ପାଇବେ, ତ ଏତେ ଦୁଃଖ କରିବାରେ କଣ ଅଛି? ଏମାନେ ଆଜି ମରିଗଲା ପରେ କାଲି ଆଉ ଗୋଟେ ଶରୀର ପାଇବେ, ତମେ କାହିଁକି ଦୁଃଖ କରୁଛ ସେ ପାଇଁ? ଏ ଦୁଃଖ କରିବାର କିଛି କଥା ନାହିଁ। ତମେ ତାଙ୍କୁ ତମେ ତାଙ୍କର ବୃଦ୍ଧ ଶରୀରକୁ ମାରିବ, ସେ କାଲି ଗୋଟେ ନୂତନ ଶରୀର ପାଇବେ। ଆରେ ଶରୀର ବୃଦ୍ଧ ହେଇଯାଇଛି, ତ ମୃତ୍ୟୁ ଶରୀରକୁ ମାରିବା, ଗୋଟେ ନୂତନ ଶରୀର ପାଇବେ। କାହିଁକି? ଏନିହ କୃଷ୍ଣ କହୁଛି ତମେ ଯୁଦ୍ଧ କର। ସେଠି ଆସିବ କି ତାହେଲେ କୃଷ୍ଣ କଣ ଏମାନଙ୍କୁ ଇଏ କରୁଛନ୍ତି କଣ ପାଇଁ? ଭାଇଲେନ୍ସ ପାଇଁ। ଆମେ ଏଇଟା ଆଗାମୀ ଶ୍ଲୋକରେ ଦେଖିବା। କିନ୍ତୁ ଏଇ ଶ୍ଲୋକରେ ଦେଖନ୍ତୁ ପ୍ରଭୁପାଦଙ୍କ ଭାବାର୍ଥ ପ୍ରଭୁପାଦ ଲେଖୁଛନ୍ତି, ଏଥିରୁ ଜଣାଯାଉଛି ସେତେବେଳେ ଏକ ଏ ପ୍ରକାର ଦର୍ଶନ ଥିଲେ, ସେମାନେ ଲୋକାୟିତ ଏବଂ ବୈଭାଷିକ ନାମରେ ପରିଚିତ ଥିଲେ। ମତେ ୟା ପୂର୍ବରୁ ମଧ୍ୟ ଏଇଭଳି ଲୋକ ଥିଲେ। ଏମିତି ଶୂନ୍ୟବାଦ ବର୍ତ୍ତମାନ ରହିଛି ନା, ବୈଭାଷିକ ସିଦ୍ଧାନ୍ତ। ଏମାନଙ୍କ ମତ ହେଲା ଭୌତିକ ମିଶ୍ରଣ ପରିପକ୍ୱ ଅବସ୍ଥାନରେ ଜୀବନ ଶକ୍ତି ବା ଆତ୍ମାର ସଞ୍ଚାର ହୁଏ। କି କଣ? କିଛି ଲୋକ କହନ୍ତି ନା, ଏ ବଡିରେ କଣ କିଛି କେମିକାଲ ଏକତ୍ରିତ ହେଇଛନ୍ତି, ରାସାୟନିକ ବସ୍ତୁ, କିଛି ଦିନ ପରେ ଶରୀର ନଷ୍ଟ ହେଇଯିବ, ରାସାୟନିକ ବସ୍ତୁ ତାର କଣ
ଲାଷ୍ଟିଂ ସରିଯିବ, ପୁଣି ରାସାୟନିକ ବସ୍ତୁ ସରିଗଲା, ପୁଣି ଆଉ ଥରେ ନୂଆ ଜନ୍ମ ହବ। ଏ ସିଦ୍ଧାନ୍ତ। ଯଦି ଅର୍ଜୁନ ବୈଭାଷିକ ଦର୍ଶନ ଅନୁଯାୟୀ ଆତ୍ମାର ଅସ୍ତିତ୍ୱ ସମ୍ବନ୍ଧରେ ବିଶ୍ୱାସ ନ କରନ୍ତି, ତଥାପି ଦୁଃଖର କୌଣସି କାରଣ ନାହିଁ। କେତେକ ରାସାୟନିକ ପଦାର୍ଥ ନଷ୍ଟ ହେଲେ କେହି ଦୁଃଖ କରନ୍ତି ନାହିଁ କିମ୍ବା କର୍ତ୍ତବ୍ୟ କର୍ମକୁ ବିରତ ହୁଅନ୍ତି ନାହିଁ। କି ତମେ ଯଦି ଭାବୁଛ ବୈଭାଷିକ ସିଦ୍ଧାନ୍ତରେ ମଧ୍ୟ ତମେ ରାଜି ହଉଛ, ତାହେଲେ ଟିକେ ଏଥିରେ ଦୁଃଖ କରିବା କିଛି ଅଛି କି? ଲେଟ୍ସ ଗୋ ଫାଇଟ୍, ଯୁଦ୍ଧ କର, ସେ ଆଉ ନୂତନ ଶରୀର ପାଇବେ। ତ ଏଠି 27 ଶ୍ଲୋକ। ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମାମୃତସ୍ୟ च तस्मात् अपरिहार्यर्थे ना तुम शोचितमर्हसि। जे जन्म होइछि तार मृत्यु सुनिश्चित, एवं जे मृत्यु लाभ करिछि तार जन्म सुनिश्चित। तेणु यह जेतेबेले अपरिहार्य कर्तव्य संपादन पछे उचित नुह कि दुख प्रकाश करने उचित नुह। तरी भगवान अर्जुन कहते कि आपण जो युद्ध न करने भावुंट एथिरे कौनसी संशय नहीं कि जात से ध्रुव मृत्यु ध्रुव जन्म कि जन्म आ मृत्यु मध्य दुईटी जिनस रही कौन जरा आ व्याधि ए सुनिश्चित। आप जो युद्ध न करने भावुंट यार लाभ कौन हो कि जितेबले कि जेमिति हेले भी ये चक्र चलिव, तुम चाहिए के न चाहिए के प्रभुपाद कहते जीवन कर्म अनुଯାୟୀ व्यक्ति को जन्म ग्रहण कर पड़ो एवं निर्दिष्ट कर्म शेष कलापर अन्य को जन्म नेवा निमित्त कर्म मृत्युवरण करने को पड़ो। आम जो प्रकार पूर्व चर्चा कलु कि आमर कर्म अनुଯାୟୀ आमको शरीर मिल एटी मृत्यु और जन्म आम हिसाब से निर्धारित हो पार ना, ये पूर्व निर्धारित आम कर्म द्वारा पूर्व आम जो कर्म करूँ आम कर्म उपर यह निर्धार कर भगवान निर्णय कहींपर निर्णय नहीं पारे कौटी जन्म ग्रहण करेंगे कौटी प्रकट है किंतु आम निर्णय करूँ ना प्री डिसाइडेड। आम भावुँ मोर पुटे हमें कि आम जानूँ कि पुटे हम बोली तो कि गर्भवती माँ अच्छा से भाभी मोर पुटे भल हम कि आम डिसाइड करूँ ना कहीं कहीं संसार रे आमर पूर्व कर्म से यही प्रकार गोटिके पर गोटे मुक्ति न मिली जन्म चक्र घूरी चली अवश्य जन्म चक्र हत्याकांड युद्ध विभीषिका आदि को अनुमोदन कर अनेक मन प्रश्न आसो ताले भगवान जेन केन प्रकार युद्ध करने चाहते हिंसा करने ये भगवद गीता हिंसा करने लोक कौन कर लोक शिक्षा प्रदान करुच्ची भगवद गीतार मूलभूत उद्देश्य लोक भीतर समाज रे हिंसा सृष्टि करवा। भावन्तु आपण सहर रे कौन प्रकार सामाजिक असुविधा सृष्टि है तो सरकार कौन करती से पुलिस को निर्देश दियंती जो कि तुम कौन करा लोक फायरिंग करा ये द्वंद्व को लोक जो प्रकार संघर्ष जो माने वास्तविक दोषी तांको गोली मारा ना कहे ना फायरिंग ऑर्डर दिए जाए गोली मारिया निर्देश दिए जाए ठीक से किंतु एटी किए निर्देश दे पारे समस्ते दे पारे जी के दे पारे जी के बंधुक नहीं मार दे पार ना सरकार जी दायित्व सी दे पारे सी जिते बड़े कृष्ण कहीं ए प्रकार निर्देश दौरान धर्म संस्थापनार्थाय धर्म को स्थापन करने ये जिते अधार्मिक व्यक्ति को नष्ट करी धर्म को स्थापन करा जाय परिबा से भगवान कृष्णचंद्र यदि अर्जुन को निर्देश दौरान विभिन्न प्रकार माध्यम आत्मार स्थित आत्मा अविनाशी कि तमें जहाँ दुख करुच कि कहीं
ତମେ ନିଜକୁ ଭାବୁଛ ଯେ ମୁଁ କର୍ତ୍ତା। ତ ପ୍ରପୋଜ ମା ଲେଖିଛନ୍ତି ସେତେବେଳେ ସେ ତାର ଭାଇ ବନ୍ଧୁଙ୍କ ମୃତ୍ୟୁ ଦୁଃଖିତ ହେବାର ଆଉ ଆବଶ୍ୟକ। ଏ କୁରୁକ୍ଷେତ୍ର ଯୁଦ୍ଧରେ ପରମେଶ୍ୱର ଇଚ୍ଛା ଅନୁଯାୟୀ ହେଉଥିବାରୁ ଏହା ଅପରିହାର୍ଯ୍ୟ ଯେ ଧର୍ମ ରକ୍ଷା ନିମିତ୍ତ ଯୁଦ୍ଧ କରିବା କ୍ଷତ୍ରିୟ କର୍ତ୍ତବ୍ୟ। ଏଠି ଦୁଇଟି ଜିନିଷ, ଗୋଟିଏ ହେଉଛି ଭଗବାନଙ୍କ ନିର୍ଦ୍ଦେଶ ଆଉ କ୍ଷତ୍ରିୟ କର୍ତ୍ତବ୍ୟ। କ୍ଷତ୍ରିୟ କର୍ତ୍ତବ୍ୟ ସଂସାରରେ ଯେମିତି ପୁଲିସ ଯଦି ତାର ଡ୍ୟୁଟି ସମାଜରେ ଆପଣ ସହରରେ ବିଶୃଙ୍ଖଳା ଦେଖାଯାଏ ପୁଲିସ ଚୁପରି ବସେଇଥିବ ତ ପୁଲିସ ତାର ଡ୍ୟୁଟି କରୁଛି ନା। ଠିକ ସେଇଭଳି କ୍ଷତ୍ରିୟ ଯେତେବେଳେ ସମାଜରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଦେଖାଯାଏ କ୍ଷତ୍ରିୟ କର୍ତ୍ତବ୍ୟ ଯେ ତାକୁ ସେ କିଭଳି ଭାବରେ ସମାଜ ଶୃଙ୍ଖଳା ସୃଷ୍ଟି କରିବ, କିନ୍ତୁ କୋଉ ହିସାବରେ? ଶାସ୍ତ୍ର ମତ ଅନୁଯାୟୀ, ଏଜ୍ ପର୍ କଣ୍ଡକ୍ଟ ଲ ଅଫ୍। ଯେଭଳି ସହରର ନିୟମ ପୁଲିସ ବାଲା ଯେମିତି କଣ କରେ ତା ନିଜ ହିସାବରେ କରେ ନା। ଭାରତୀୟ ନ୍ୟାୟ ସଂହିତା ସଂହିତାରେ ଯେମିତି ନିୟମ ଭଳି ଅଛି ଏଇ ସ୍ଥିତିରେ এইଭଳି କାର୍ଯ୍ୟାନୁଷ୍ଠାନ କରାଯାଇପାରିବ। ଠିକ ସେଇଭଳି ଏଠି ଭଗବାନ ତାଙ୍କୁ ଆଦେଶ ଦଉଛନ୍ତି କି ତମେ କଣ କର, କିନ୍ତୁ ତଦ୍ୱାରା ସେ ପାପ କର୍ମରେ ପ୍ରତିକ୍ରିୟା ଭୋଗ କରିବେ। ଏଥିପାଇଁ ଅର୍ଜୁନ ଆତଙ୍କିତ। ଅର୍ଜୁନ ମୁଁ କେମିତି ମାରିଦେବି, ମୁଁ ତ ଆତ୍ମ ସ୍ୱଜନକୁ ମାରିଦେବି ତ ପାପ ଲାଗିବ। ପ୍ରକୃତ କର୍ତ୍ତବ୍ୟ ସମ୍ପାଦ ବିରତ ହେଲେ ସେ ତାଙ୍କର ଭାଇ ବନ୍ଧୁ ମୃତ୍ୟୁ ରୋକିପାରିବେ ନାହିଁ ଏବଂ ଭ୍ରମାତ୍ମକ ପନ୍ଥା ଗ୍ରହଣ କରିଥିବା ଯୋଗୁଁ ସେ ନିଶ୍ଚୟ ନିଚ ଯେଉଁ ଲାଗେ ଅର୍ଥାତ୍ ତାଙ୍କର ଅଧପତନ। ସେ ଯଦି ଯେମିତି ଜଣେ ବ୍ୟକ୍ତି ଆଇପିଏସ୍ ଅଫିସର ସହରରେ ହିଁ ଦଙ୍ଗା ହେଇଗଲା କିଛି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଲେନି କ'ଣ ହବ? ତାଙ୍କର ପ୍ରମୋସନ ହବ ନା ଡିମୋସନ ହବ? ଡିମୋସନ ହେଇଯିବ। ହୁଏ ତାଙ୍କ ଚାକିରି ବି ଯାଇପାରେ, କହୁଛି ଅଧପତନ ହେଇଯିବ। କାହିଁକି? ସେ ତାଙ୍କର ନିଜ କର୍ତ୍ତବ୍ୟରୁ କ'ଣ ହେଇଗଲେ? କର୍ତ୍ତବ୍ୟ ପରାୟଣ ହେଲେ ନା। ସେଇଥିପାଇଁ ଭଗବାନ ଏଠି ଏତେ ତ ଆଗାମୀ ଶ୍ଲୋକରେ କହୁଛନ୍ତି अव्यक्त दीनि भूतानि व्यक्त मध्यानि भारत अभक्त निधन तत्र का परिवेदना परिदेवना। समस्त सृष्ट जीव आरंभ प्राथमिक अवस्था अप्रकाशित अवस्था था मध्य भाग प्रकाशित होती एवं जितेबाला से ध्वंस हुंती सेतेबेले पुणी अप्रकट हुंती हो जाती। तेणु एथिरे दुख करिवार कौन अच्छी? भगवान तीन कथा कौन कहते कि जिते सृष्टिर आरंभ ये जीव कौन स्थित था? अप्रकाशित प्रकाशहीन था। या माने नुह या माने कौन स्थान रही कौन मध्य भाग में प्रकाश हुंती एवं जिते ध्वंस से पुणी अप्रकट हो जाती। प्रभुपाद भावार्थ दुई प्रकार दर्शन, गोटे दर्शन आत्मार अस्तित्व कथा विश्वास करती, अन्य प्रकार दर्शन अस्तित्व विश्वास करती नहीं। या पूर्व श्लोक आम 26 श्लोक चर्चा कले जो मैंने कहती कि शून्यवाद कथा कि आत्मा कौन कि आत्मा कौन हो जो वैशेषिक सिद्धांत हिसाब से कि आत्मा कौन से आत्मार उपस्थिति ना। शरीर गोटे किसी रासायनिक वस्तु तैयारी किसी दिन पर रासायनिक वस्तु नष्ट हो शरीर पुणी गोटे कि नुआ रासायनिक वस्तु एकत्रित हे पुणी नुआ शरीर मिल। ये दुई प्रकार दार्शनिक कथा ग्रहण करे ताहले दुख करिवार कौन कारण ना। जो मैंने आत्मार अस्तित्व विश्वास करते से वेदवादी माने नास्तिक बोली कहते। जुक्तितर्क दृष्टि जदि आम नास्तिक मान सिद्धांत ग्रहण करूँ तथा दुखर कौन कारण ना। तेरे दुईटी कथा कि जदि नास्तिक कथा को मानिबा कि ठीक अच्छे आत्मा तो काली तार स्थिति अपरिवर्तनीय ये काली कौन अप्रकाशित थिला किसी समय मध्य भाग में प्रकाश होची पुणी काली जे कौन अप्रकट हो जाउची तो दुख करिवार कौन कारण अच्छी? किंतु एठी प्रभुपाद कहते यही सूक्ष्म आत्मार अस्तित्व कथा को छाड़ी सृष्टि पूर्व भौतिक वस्तु गुड़िक अप्रकट होता। यही सूक्ष्म अप्रकट अव्यक्त अवस्था अप्रकटता ही आसे। जेपरी आकाश वायु सृष्टि वायु अग्नि सृष्टि अग्नि जल सृष्टि एवं जल मृत्तिका। एटी पंच महाभूत विषय कहुच्छे केमी पंचमहूत केवल सृष्टि होती
ଯେପରି ଆକାଶରୁ ବାୟୁ, ବାୟୁରୁ କ'ଣ ହୁଏ? ବାୟୁ ନହେଲେ ଅଗ୍ନି ଜଳିବ? ଯଦି ଗୋଟେ ଜାଗାରେ ବାୟୁ ନଥିବ ଅଗ୍ନି ଜଳି ପାରିବ ଆପଣ? ନା। ଅଗ୍ନିରୁ କ'ଣ ସୃଷ୍ଟି ହୁଏ? ଜଳ। ଜଳରୁ ମୃତ୍ତିକା, ମୃତ୍ତିକାରୁ ଅନେକ ପ୍ରକାର ପଦାର୍ଥ। କାହିଁକି ଆମ ଶରୀର କେମିତି ତିଆରି ହେଇଛି? ଆମର ଶରୀର କେମିତି? ମାଟିର, ପୃଥିବୀ, ଏ ଜଗତର ପୃଥିବୀ ମାଟିର, ମାଟିର। କାହିଁକି ଆମେ ମାଟିରେ ତିଆରି ହେଉଛୁ, ମାଟିରେ ମିଶି ଯାଉଛୁ। ଦେବତାଙ୍କ ଶରୀର ବାୟୁରେ। ଉଦାହରଣ ସ୍ୱରୂପ ଏକ ନଭଶ୍ଚି ପ୍ରସାଦ, ଏହା ମୃତ୍ତିକାର ସୃଷ୍ଟ। ଯେତେବେଳେ ଏହା ଧ୍ୱଂସ ପ୍ରାପ୍ତ ହୁଏ ତା ପୁନର୍ବାର ଅପ୍ରକଟ ହେଇଯାଏ। ବିଶାଳ ବଡ଼ ବିଲ୍ଡିଂ ତିଆରି ହେଇଛି କିନ୍ତୁ ନଷ୍ଟ ହେଇଯିବ, ପୁଣି ମାଟିରେ ମିଶି ଯାଉଛି। ଶକ୍ତି ସଂରକ୍ଷଣ ସିଦ୍ଧାନ୍ତ ଏହିପରି ଭାବରେ ରହେ, କିନ୍ତୁ କାଳକ୍ରମ ବସ୍ତୁ ଗୁଡ଼ିକ ପ୍ରକଟିତ ହୁଅନ୍ତି। ଏହା ହେଉଛି ପାର୍ଥକ୍ୟ। ତାହେଲେ ପ୍ରକଟସ୍ଥା ବା ଅପ୍ରକଟସ୍ଥା ହେଉ ଯାହା ହଉ, ଦୁଃଖର କାରଣ କ'ଣ ନାହିଁ? ଆରେ ଯୋଉଠୁ ଆସିଥିଲା ସେଇଠି ଚାଲିଗଲା, ଦୁଃଖର କରିବା କ'ଣ ଅଛି? ଯାହା ବି ହଉ, ଏପରି ଅବସ୍ଥା କିଛି ନଷ୍ଟ ହୁଏ ନାହିଁ। ପ୍ରାରମ୍ଭ ଅନ୍ତିମ ସମସ୍ତ ବସ୍ତୁ ଅପ୍ରକଟ ହୋଇ ରହେ, କେବଳ ମଧ୍ୟବର୍ତ୍ତୀ କାଳରେ ସେମାନେ ପ୍ରକଟିତ ହୁଅନ୍ତି। ଏତଦ୍ୱାରା କୌଣସି ବସ୍ତୁ ଭୌତିକ ପାର୍ଥକ୍ୟ ସଂଗତ ହୁଏ ନାହିଁ। ବିଲ୍ଡିଂ କାଲି ଆପଣ ଗୋଟେ ଜାଗାଟେ କିଣିଛନ୍ତି, କାଲି ସେ ଜାଗାରେ କିଛି ଥିଲା? ନଥିଲା। କିଛି ସମୟ ପାଇଁ ତିଆରି ହେଲା, ପୁଣି 100 ବର୍ଷ ପରେ ପୁଣି ନଷ୍ଟ ହେଇଯିବ। ତେଣୁ ତିନିଟି ସ୍ଥିତି, କି ପୂର୍ବରୁ ଅପ୍ରକାଶିତ ପ୍ରକାଶ ହେଲା କିଛି ସମୟ ପାଇଁ, ପୁଣି କ'ଣ ହେଇଗଲେ? ଅପ୍ରକଟ ହେଇଗଲେ। ତ ସେଥିପାଇଁ ଏଥିରେ ତମ ଦୁଃଖ କରିବା କିଛି ନାହିଁ। ଯଦି ଆମେ ଭଗବତ ଗୀତା ଦିଆସି ବୈଦିକ ସିଦ୍ଧାନ୍ତ ଅର୍ଥାତ୍ କାଳକ୍ରମେ ଭୌତିକ ଶରୀର ନଷ୍ଟ ହେଇଯିବ, କିନ୍ତୁ ଆତ୍ମା ସନାତନ, ତାହେଲେ ଆମକୁ ଏକଥା ବରାବର ମନେ ରଖିବାକୁ ପଡ଼ିବ ଯେ ଏ ଶରୀର ଏକ ପୋଷାକ ସଦୃଶ। ଏ ଶରୀର ପୋଷାକ ସଦୃଶ। ଆମକୁ ଦୁଃଖ କରିବାର କୌଣସି ପ୍ରଶ୍ନ ନାହିଁ। ତ ଭଗବାନ ଅର୍ଜୁନଙ୍କର ପ୍ରଶ୍ନର ଉତ୍ତର ଏ ଦେଉଛନ୍ତି। ତବେ ଆଗାମୀ ଚର୍ଚ୍ଚାରେ 29 ନମ୍ବର ଶ୍ଲୋକ ଆଗାମୀ ଚର୍ଚ୍ଚାରେ କରିବା। ଆଜି ଯଦି ଏ ବିଷୟରେ କାହାର କିଛି ପ୍ରଶ୍ନ ଥାଏ, ଏ ଉପରେ ଆମେ ପ୍ରଶ୍ନ ନେଇପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। हरे कृष्ण। बहुत बहुत धन्यवाद प्रभुजी। तो कारी जदि किसी क्वेश्चन अच्छी हैंड रेज कर परिबे। रामकृष्ण के लीला प्रभुजी। हरे कृष्ण। पचारन प्रभुजी। हरे कृष्ण प्रभु, दंडवत प्रणाम प्रभु। प्रभु कहले जो आमर शरीर माटी रे तयारी और देवतांक शरीर वायु रे तयारी, सेटा टिके बुझेले टिके भलो होता। देखो आमर पंचम भूत शरीर, आज्ञा आम शरीर उपादान कौन? शेष ए संसार जहाँ किसी रही अल्टीमेटली माटी तैयारी सब किछि ए जोंटी तैयारी सब नष्ट होउछि। देवतांक शरीर वायुमय शरीर, आमर माटीमय शरीर, आमर पंच महाभूत। किंतु पंचभूत सबुठारु उच्च स्थिति किए रही वायु, प्रथम प्रारंभ वायु। से देवता मान शरीर वायुमय शरीर, शरीर माटीर शरीर, शेष पदार्थ। नेक्स्ट सुजाता माता जी, आप पचारंतु। हरे कृष्ण प्रणाम। तो सूक्ष्म अस्त्र और स्थूल अस्त्र जो कहले कौन बुझ पाए? सूक्ष्म जोटा कि जमिति वायु अस्त्र, आगु वायु अस्त्र व्यवहार होता युद्ध रे, अग्नि अस्त्र, जल अस्त्र। स्थूल बोले बर्तमान रॉकेट, जोटा कि जोटा देखा जाउछि, रॉकेट जाउछि देखा जाउछि। स्थूल और सूक्ष्म, कि सूक्ष्म जोटा को आमे जमिति आमर बुद्धि सूक्ष्म स्थिति रे रही, किंतु मुंड भीतर रही ना, एटा जो स्थूल, स्थूल जोटा देखिपार, सूक्ष्म जोटा को देखिपार नहीं। से दी प्रकार अस्त्र, कि सूक्ष्म अस्त्र, स्थूल अस्त्र। ठीक प्रभु जी जो अस्वस्थमा जो मारिबा पई परीक्षित सूक्ष्म अस्त्र, सूक्ष्म अस्त्र सब वैदिक समय रे सब सूक्ष्म अस्त्र व्यवहार होता।
ଆଜ୍ଞା ହଁ। ହରେ କୃଷ୍ଣ। ନେକ୍ସଟ ସୁପ୍ରୀତି ମାତାଜୀ ଆପଣ ପଚାରନ୍ତୁ। ହରେ କୃଷ୍ଣ ପ୍ରଭୁ ପ୍ରଣାମ। ପ୍ରଭୁଜୀ ଏଇ ଶ୍ଲୋକରେ ତ ନାହିଁ, 17 ନମ୍ବର ଶ୍ଲୋକରେ ଯୋଉ ଗୋଟେ ଅଛି ଆତ୍ମା ଭାବାର୍ଥରେ ଅଛି, ଆତ୍ମା ଅଣୁ ସଦୃଶ ଅତି ସୂକ୍ଷ୍ମକାର ଅଟେ ଏବଂ ଏହା ବିଶୁଦ୍ଧ ବୁଦ୍ଧି ସାହାଯ୍ୟରେ ଅନୁଭୂତ ହୁଏ। ଏଇଥିରେ ଯୋଉ କୁହାଯାଇଛି ଯେ ଏହି ଆତ୍ମା ବା ଚିତ୍କଣ 5 ପ୍ରକାର ବାୟୁରେ ଭାସମାନ ହେଉଅଛି, ପ୍ରାଣ, ଅପାନ, ବ୍ୟାନ, ସମାନ ଓ ଉଦାନ। ସେଟା ଟିକେ ହୁଁ ବୁଝିପାରିବେ ପ୍ରଭୁଜୀ ଟିକେ। କେଟି 17 ପାଞ୍ଚ ନମ୍ବର ଶ୍ଲୋକ। ୟେସ୍ ପ୍ରାଣ ଅପାନ ବ୍ୟାନ ସମାନ ଉଦାହରଣ ଏ ମୁଣ୍ଡକ ଉପନିଷଦର ବର୍ଣ୍ଣନା ରହିଛନ୍ତି ଏଠି। ହଁ, ये आत्मा अति सुखकर वह विशुद्ध बुद्धि साहाଯ୍ୟରେ ଅନୁଭୂତ ହୁଏ। ଏହି ଆତ୍ମା ଚିତ୍କଣ 5 ବାୟୁ ଭାଷ ଆମ ଶରୀରରେ 5 ପ୍ରକାର ବାୟୁ ରହିଛନ୍ତି। ଆମ ଶରୀରରେ 5 ପ୍ରକାର ବାୟୁ ରହିଛନ୍ତି। କଣ କଣ ବାୟୁ? ପ୍ରାଣ ଅପାନ ବ୍ୟାନ ସମାନ ଉଦାନ। ସେତେବେଳେ ତ ଏ ବାୟୁ ଦ୍ୱାରା ଏ ସ୍ଥିତିଟାକୁ ଯେମିତି सर्कुलेशन बॉडी केमिति होची विभिन्न प्रकार वायु माध्यम जमिति प्रसवरे माँ मानकर कौन वायु सट वायु सट वायु द्वारा प्रसव हुए। ठीक से शरीर विभिन्न प्रकार वायुर कार्य रही। तो ये पंच वायु द्वारा कौन होती ये जीवर शरीर मध्य भगवान अवस्थित रही सॉरी आत्मा ये 5 प्रकार वायु ये प्राण वायु 5 प्रकार। ठीक अच्छे ये 5 प्रकार जो ଆଉ प्राण वायु। ପ୍ରଭୁଜୀ ଏଇଠି ଯୋଉ କୁହାଯାଇଛି ବିଶୁଦ୍ଧ ବୁଦ୍ଧି ସାହାଯ୍ୟରେ ଅନୁଭୂତ ହୁଏ, ବିଶୁଦ୍ଧ ବୁଦ୍ଧି ମାନେ देखो आमर बुद्धि केमिति वर्तमान ଦୂଷିତ। ଜଡ଼ ବୁଦ୍ଧି। आमर बुद्धि वर्तमान केमिति शुद्ध नु एते विभिन्न प्रकार कौन रही जमिति उदाहरण दिया जाउची पानी टी वर्षा जेतेबेले पानी आसुची पानी कौन शुद्ध विशुद्ध किंतु जेतेबेले एई आपण भूमंडल संस्पर्श आसुची कौन होची सेते विभिन्न प्रकार धूଳି कणिका मिसी जाउची। ठीक है शुद्ध शुद्ध बुद्धि गोटे विशुद्ध बुद्धि आमर बुद्धि कौन ये भौतिक संस्पर्श आसी दूषित हो जाउची अदूषित और दूषित बुद्धि शुद्ध बुद्धि विशुद्ध स्थिति में जानी परिबा किए जानी पर विशुद्ध स्थिति रे जे जोगी माने से माने विशुद्ध स्थिति रे ध्यान करूचंते प्राणवायु पर अपान व्यान देखि भव परमात्मा आत्मार अनुभूति देखो आत्मार जे आत्मा परमात्मा दर्शन कर जे आत्मस्थिति से परमात्मा दर्शन कर परिबा जोगी मान कर ना तंकर वायु को से कौन कर प्राण वायु को वायु पर नियंत्रण करी कहीं बुद्धि द्वारा बुझिपार बुद्धि द्वारा से कौ प्रकार बुद्धि विशुद्ध बुद्धि द्वारा आम जो बुद्धि व्यवहार करुचु कौन आमर बुद्धि केवल कौन पर लगुच ये भौतिक जगत रे केमिति आमे आमे रही परिबु ये बुद्धि किंतु विशुद्ध बुद्धि क्या कह जाए जहा द्वारा किभली भाव रे आत्मा और परमात्मा के भीतर संपर्क व्यक्ति इस शरीर से स्त्री को ऊर्ध्व को जाई परिबो ये विशुद्ध बुद्धि रे कार्य नले आमर बुद्धि केमिति केवल भौतिक जगत किभली बंधन के रही केमिति एठी भोग करिवा आर प्रकृति। ठीक है हरे कृष्ण। नेक्स्ट गीतांजलि महांती माताजी पचारନ୍ତୁ। हरे कृष्ण प्रभुजी प्रणाम। मोर से 26 नंबर श्लोक जो भावार्थरे अछि लोकायतिक आ वैभाषिक सेटा टिके बुझेबे कोन सेटा वैभाषिक में कहलु कि जोटा कि तंकर एटी जो दी प्रकार दिया दिछि लोकायतिक एवं वैभाषिक कि पूर्वर किछि लोक एइबळी भ्रांत धारणा रखिथिले कि आत्मा रो कोनसी उपस्थिति नहीं ये शरीर केवल किछि रासायनिक पदार्थ तैयारी होउची आ से रासायनिक पदार्थ जेतेबेले धीरे 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 तंकर शक्ति लोप हो जाउची ये शरीर नष्ट हो जाउची। जेते भाबंतु गोटे
डेड बॉडी को किछि समय पई केमिति ताको ताजा रखा जाउछि माने कोन फ्रेश तापर गोटे केमिकल स्प्रे करा जाउछि कि से केमिकल जेतेबेले तार को टेम्पर कमी जाउछि धीरे से बॉडी डिकम्पोज होगा लगुछि पचे सड़े पे लगुछि तो ये सिद्धांत कौन कौच जे शरीर किसी रासायनिक वस्तु एकत्रित हो ए शरीर को गोटे शरीर तैयारी होती किछि दिन पर ए रासायनिक पदार्थ कौन तार जो केमिकल कंपोज धीरे कमुची ए नष्ट हो जाउछि ये हूँ विषय भ्रांत धारणा बट भगवान से कहते कि जदि तुम एटा को भी मानुच ताहले दुख करिवार किछि प्रश्न नहीं एटा कहि कौन कह लोकायतिक माने लोक मानकर चर्चा केमती किसी लोक थे जो मैंने विभ्रांत सृष्टि करुले जब बर्तमान शून्यवादी मैंने रही कि शरीर स्थिति रही काली पुणी शून्य रे जाई लीन हो ठीक अच्छे हरे कृष्ण विद्याधर प्रभु जी आपण पचारंतु अनम्यूट हुअतु प्रभु जी प्रभु जी हरे कृष्ण शून्यवादी रो अर्थ कौन प्रभु जी कहली पर कि जो मैंने भावती भगवान बोली कही ना सबकि शून्य ए जगत रे अविनाशी अविनाश माने जे नष्ट अविनाशी जे नष्ट अरे अविनाशी माने कौन जो नाश हो ना आज्ञा सॉरी अविनाश में जहार जे नष्ट हब ना आज्ञा प्रभु अविनाशी आज्ञा अरे तार विच्छेद देखुछन ना नाश और अविनाश कि जो नष्ट हो जाए विनष्ट दी प्रकार शब्द रही ना अविनाशी माने नष्ट हबनी प्रभु जोटा हस्त हब नहीं आज्ञा ठीक है हरे कृष्ण हरे कृष्ण गीतांजलि माता जी आपण पचारंतु अनम्यूट हुअतु हरे कृष्ण गीतांजलि माता जी ठीक अछि हरे कृष्ण आरती माता जी आपण पचारंतु हरे कृष्ण माता जी प्रभु प्रणाम प्रभु मोर प्रश्न जे आम शरीर रे अग्नि जो भूक लगुच अग्नि ना खाद्य जो हजम कर प्रभु से अग्नि आम शरीर में पांचटी जिस अग्नि रही तो से जो जठराग्नि रही ना आम शरीर में पांचटी पदार्थ सद उपस्थित रही किंतु देखो आम कुछ बात बातटा कौन वायु आम कहते 5 प्रकार वायु रही आम शरीर में हरे कृष्ण प्रभु से पांचटी वायु ना टी से प्रभु कहे एवं पर चर्चा कहली मुझे कौन कह आप गीता 17 श्लोक बाजी क्लीयर लिखिं एवं चर्चा कलु मुझे लिखी प्राण अप्राण आउ शॉर्ट वायु द्वारा प्रसव हुए तीनटा देखी रूपाजी लिखिले प्राण अपान व्यान समान उदान 5 प्रकार वायु रही आज्ञा हरे कृष्ण 17 नंबर परपट पढ़ु परपट 17 नंबर परपट देखो मुंडक उपनिषद रेफरेंस दी रूपाजी लिखिं ठीक है हरे कृष्ण आज्ञा ठीक अछि प्रभु जी